ରଥଯାତ୍ରା ଦିନ ରଥର ଦଉଡ଼ି ଛିଣ୍ଡେଇ ନେବା ପଛରେ ମୁଖ୍ୟତଃ ଲୋକବିଶ୍ୱାସ, ଭକ୍ତିଭାବ ଓ ପରମ୍ପରା ରହିଛି। ରଥର ଦଉଡ଼ିକୁ ଭକ୍ତମାନେ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ସ୍ପର୍ଶରେ ପବିତ୍ର ହୋଇଥିବା ବସ୍ତୁ ବୋଲି ମାନନ୍ତି। ସେହି କାରଣରୁ ଅନେକ ଲୋକ ରଥ ଟାଣିବା ପରେ ଦଉଡ଼ିର ଛୋଟ ଅଂଶ ସଂଗ୍ରହ କରି ଘରକୁ ନେଇ ଯାଆନ୍ତି। ବିଶ୍ୱାସ ରହିଛି ଯେ ଏହାକୁ ପୂଜା ଘରରେ ରଖିଲେ ଘରେ ସୁଖ, ଶାନ୍ତି ଓ ସମୃଦ୍ଧି, ମଙ୍ଗଳ ଆସେ। କେହି କେହି ଚାଷ ଜମି, ଦୋକାନ କିମ୍ବା ଗାଡ଼ିରେ ମଧ୍ୟ ବାନ୍ଧିଥାନ୍ତି, ଯାହାଦ୍ୱାରା ଭଗବାନଙ୍କ କୃପା ମିଳିବ ବୋଲି ସେମାନଙ୍କ ବିଶ୍ୱାସ। ଅନ୍ୟ ଏକ ଲୋକବିଶ୍ୱାସ ହେଉଛି ରଥର ଦଉଡ଼ି ଟାଣିବା କିମ୍ବା ତାହାର ଏକ ଅଂଶ ପ୍ରାପ୍ତ କରିବା ଦ୍ୱାରା ଭକ୍ତଙ୍କ ପୁଣ୍ୟ ଲାଭ ହୁଏ ଏବଂ ଜୀବନର ବାଧାବିଘ୍ନ ଦୂର ହୁଏ। ଏହି ବିଶ୍ୱାସ ପିଢ଼ି ପରେ ପିଢ଼ି ଚାଲି ଆସୁଛି।